ଲକ୍ଷ୍ମୀ ଲୁକେଇ ଦେଶ ରାଶିର ଝିଅ ମାନେ ଲକ୍ଷ୍ମୀ ମନେ ରଖ ଗର୍ବିତ ବୃଷ ରାଶିର ଝିଅ ମାନେ ଭାରି ଗର୍ବି ଯାହାକି ଜାଣା ତା ଯଦି ନ ହେଇଥାନ୍ତା ଜଣେ ଅନ୍ଧକୁ ବିବାହ କରେ ଏବେ 4 ଦିନ ତଳେ ୟୁଟ୍ୟୁବରେ ଦେଉଥିଲା ଆଜ୍ଞା ଆପଣମାନଙ୍କର ବାଲେଶ୍ୱରର ଗୋଟିଏ ଝିଅ ଶିକ୍ଷିତା ଝିଅଟି MA ପାସ୍ କରିଛି ଗୋଟିଏ ପୁଅକୁ ଭଲ ପାଇଥିଲା 6 ବର୍ଷ କାଳ ଭଲ ପାଇଥିଲା ସେ ପୁଅଟିର ଆର୍ଥିକ ସମ୍ପର୍କ ଟିକେ କମ୍ ଥିଲା ବୋଲି ସେ କହିଲା ହଁ ମୁଁ ଘର ଦ୍ୱାରା କରିସାରି ବାହାର କଲି ଏ ଘର ଦ୍ୱାରା କରୁ କରୁ ସେ ପୁଅଟି ଗାଡ଼ି ଆକ୍ସିଡେଣ୍ଟରେ ଦିଦି ଯାକ ଗୋଡ଼ ଅଚଳ ହେଇଗଲା ସେ ଝିଅ ତାକୁ ବିବାହ କର ଯେତେବେଳେ ତମେ ସମସ୍ତେ ପଚାରିଲେ ଗୋଟେ ପଙ୍ଗୁ 18 ବର୍ଷ ତମେ କାହିଁ ବିବାହ କଲ ନା ମୁଁ ତାର ବଡ଼ ହେଇକି ରହିବି ଗାନ୍ଧାରୀ ବାହା ହେଲେ ଧୃତରାଷ୍ଟ୍ର ଅନ୍ଧ ତାଙ୍କର ଆଶାବାଡି ହବା କଥା କିଏ ସ୍ତ୍ରୀ ଗାନ୍ଧାରୀ ହବା କଥା ନାହିଁ ଗାନ୍ଧାରୀ ଆତ୍ମବଡ଼ିମା ମୋ ସ୍ୱାମୀ ଅନ୍ଧ ମୁଁ ବି ଅନ୍ଧୁଣୀ ହେବି ଆଖିରେ ବେଢ଼ିଲେ ପାଠ କଲା ଅନ୍ଧୁଣୀର ଅଭିନୟ କଲେ ତାଙ୍କ ପିଲା ଖରାପ ହେବେ ନା ତା ପିଲା ଖରାପ ହବ ଭୁଲ କହିଲେ ଆଜ୍ଞା ସେ ପିଲା ଖରାପ ହେବେ ନା କୋଉ ପିଲା ଖରାପ ହବ ତେଣୁକରି ତା ପୁଅ ହେଲା ଦୁଶାସନ ତା ପୁଅ ହେଲା ଦୁର୍ଯ୍ୟୋଧନ ତା ଝିଅ ହେଲା ଦୁଶ୍ଶୀଳା ସେ ଧୃତରାଷ୍ଟ୍ର ପାଇଁ ବାହା ହେଲେ ନା ଧୃତରାଷ୍ଟ୍ର ପାଇଁ ଯେତେ କନ୍ୟା ଦେଖାଉଥିଲା ସେ କନ୍ୟା ବି ମରୁଥିଲେ ଧୃତରାଷ୍ଟ୍ର ହଉଛି ବ୍ରହ୍ମାସୁର ସେ ବ୍ରହ୍ମାସୁର କାହିଁକି ନା ଅମ୍ବିକାଙ୍କର ନିର୍ଜୀବ ଶରୀରରୁ ଭୟଭୀତ ଏଇ ନିର୍ଜୀବ ଶରୀରରୁ ସନ୍ତାନ ଉତ୍ପାଦନ କରୁଥିବାରୁ ଭୟରେ ଆଖି ବୁଝିଥିବା ଶରୀରରୁ ସନ୍ତାନ ଉତ୍ପାଦନ କରୁଥିବାରୁ ସେ ସନ୍ତାନ ହଉଛି ବ୍ରହ୍ମାସୁର ପ୍ରଥମେ ଗାନ୍ଧାରୀକୁ ଗୋଟେ ସାହାରା ଉଚ୍ଚକୁ ବାହା କରି ଦିଆଗଲା କି ନାଇଁ ଆଜ୍ଞା ଆପଣଙ୍କ ପୁରାଣ ନାହିଁ ସାହାରା ଉଚ୍ଚକୁ ବାହାରେ ଯାହା ଫଳରେ ଶକୁନିର ବଂଶ ବୁଡ଼ିଲା ଶକୁନିର ବଂଶ ବୁଡ଼ିନି କୋଉଠି ସେ ପଥର ତିଆରି କରୁଥିଲା କେତେ କାରିଗରକୁ ନେଇକି ତିଆରି କରୁଥିଲା କେତେ ବର୍ଷରେ ତିଆରି କରୁଥିଲା ତା ଭିତରେ ସେ କେତେ ଜଣ ଲୋକଙ୍କୁ ମାରିଛି ଦୁର୍ଯ୍ୟୋଧନ ଶକୁନିର କେତେ ଜଣ ବଂଶ ସବୁ ଯାକ ମାରିଦେଲା ଶକୁନି ରହିଲା ଶକୁନିରେ ତା ଭିତରେ ସେ କେତେ ଜଣ ମାରିଛି ତା ପ୍ରମାଣ କୋଉଠି ଅଛି କି ନାହିଁ ସୌଭାଗ୍ୟ ନଦୀ କୂଳରେ ଲୋହଗିରି ନାମକ ପର୍ବତ ଉପରେ 500 କାରିଗରଙ୍କୁ ନେଇ 5 ବର୍ଷ ସମାଧାନ ପୂର୍ବକ ପଥର ଘରେ ଗାନ୍ଧାରସେନ ରାଜାର 147 ଜଣ ପରିବାର ସମସ୍ତେ କହନ୍ତି 101 ଗାନ୍ଧାରସେନ ରାଜାର 100 ପୁଅ ସିଏ 101 ସମସ୍ତେ କହନ୍ତି କିନ୍ତୁ 147 ଜଣ ପରିବାରକୁ ଦୁର୍ଯ୍ୟୋଧନ ମାରିଛି ଏଟା ନୂଆ ଶୁଣି କାହିଁକି ତାକୁ ବାହାଘର ହେଲା ସାହାରା ଅଛି କାହିଁକି ଆଜ୍ଞା ବାହାର ହେଲେ ଆପଣ ମାନେ ଶିବ ମନ୍ଦିରକୁ ଗଲେ କାହାକୁ ଆରାଧନା କରନ୍ତି ବୃଷଭକୁ ଆରାଧନା କରନ୍ତି ନାରାୟଣ ମନ୍ଦିରକୁ ଗଲେ ଗରୁଡ଼ ପଛରେ ଦେଖିବି ଶାଢ଼ିଆ କହି ଆଜ୍ଞା ଏ ଗୋଟିଏ କବିତା ତାର ଅନ୍ୟ କୋଉ କବିତା ଆପଣ କୋଉଠି ଦେଖିଛନ୍ତି ଏ ଗୋଟିଏ କବିତାରେ ସିଏ ଓଡ଼ିଶାର ପ୍ରତ୍ୟେକ ଭକ୍ତ ହୃଦୟକୁ ଜୟ କରିଯାଇଛନ୍ତି ଗରୁଡ଼ ପଛରେ ଦେଖ ଦିଶୁଛି ସୂର୍ଯ୍ୟ ମନ୍ଦିରକୁ ଗଲେ ଅରୁଣ ପଛରେ ଏ 4ଟା ସ୍ତମ୍ଭ ଅଛି ଏ 4ଟା ସ୍ତମ୍ଭର ନାଁ କଣ ଗୋଟେ ହଉଛି ତେଜ ସ୍ତମ୍ଭ ଗୋଟେ ହଉଛି ଜ୍ୟୋତି ସ୍ତମ୍ଭ ଗୋଟେ ହଉଛି ଧର୍ମ ସ୍ତମ୍ଭ ଆଉ ଗୋଟେ ହଉଛି ଶକ୍ତି ସ୍ତମ୍ଭ 4ଟା ସ୍ତମ୍ଭ 4 ମନ୍ଦିର ମନ୍ଦିରର ଗଠନ ପ୍ରଣାଳୀ 3 ପ୍ରକାର ରେଖ ଦେଉଳ ପୀଢ଼ ଦେଉଳ ଖାକରା ଦେଉଳ ପାଳରେ କେତେ ସୁନ୍ଦର ଆଲୋଚନା ଆଜ୍ଞା ପାଳରେ କି ସୁନ୍ଦର ଶିକ୍ଷା ଅଛି ଆପଣ ମାନେ ଟିକେ ଉପଲବ୍ଧି କରନ୍ତୁ ରେଖ ମନ୍ଦିର କିଏ ଜଗନ୍ନାଥ ମନ୍ଦିର ପୀଢ଼ ମନ୍ଦିର କିଏ
ଲୋକନାଥ ମନ୍ଦିର ଲୋକନାଥ ମନ୍ଦିର ବା ପ୍ରତ୍ୟେକ ଶିବ ମନ୍ଦିର ହଁ ଠାକୁର ମନ୍ଦିର କିଏ ପ୍ରତ୍ୟେକ ଦୁର୍ଗା ମନ୍ଦିର ଦୁର୍ଗା ମନ୍ଦିର ତେଜ ସ୍ତମ୍ଭ ଅରୁଣ ସ୍ତମ୍ଭ ଅରୁଣସ୍ତମ୍ଭ ଭକ୍ତି ସ୍ତମ୍ଭ ଧର୍ମ ଧର୍ମ ସ୍ତମ୍ଭ ହଁ ଧର୍ମ ସ୍ତମ୍ଭ ବୃଷଭ ସ୍ତମ୍ଭ ଶକ୍ତି ସ୍ତମ୍ଭ ସିଂହ ସ୍ତମ୍ଭ ହଁ ତାକୁ ସାହାରା ଗଛକୁ ବାହା କରାଗଲା କାହିଁକି କାହିଁକି ନା ସୂର୍ଯ୍ୟଙ୍କର ରଥଟା ସାହାରା କାଠରେ ଥିଲା ତିଆରି ସୂର୍ଯ୍ୟ ଯୋଉ ଏକଚକ୍ର ରଥରେ ଗମନ କରନ୍ତି ଆଜ୍ଞା ସେ ରଥଟା ସାହାରା କାଠରେ ଥିଲା ହଁ ତେଣୁକରି ସାହାରା କାଠକୁ ପୂଜା କଲେ ସମସ୍ତ ଗ୍ରହର ଇଷ୍ଟ ହେଉଛନ୍ତି ସୂର୍ଯ୍ୟ ସୂର୍ଯ୍ୟ ସମସ୍ତ ଗ୍ରହର ଇଷ୍ଟ କାଠିବା ଅପେକ୍ଷା ହେଉଛନ୍ତି ସୂର୍ଯ୍ୟ ତେଣୁକରି ସାହାରା କାଠକୁ ପୂଜା କରି ସୂର୍ଯ୍ୟଙ୍କର ଆରାଧନା କଲେ ସମସ୍ତ ଗ୍ରହର ଇଷ୍ଟ କଟିଯାଏ ବୋଲି ତାଙ୍କ ଗାନ୍ଧାରୀକି ସାହାରା ଗଛକୁ ବାହାର ବିବାହ ହେଲେ ବିଚାର କରନ୍ତି। ହଁ ପଣ୍ଡୁ ବାହାରେ କାହାକୁ କାହିଁକି ନା କୁନ୍ତଭଞ୍ଜ ରାଜାଙ୍କର କନ୍ୟା କୁନ୍ତୀ କୁନ୍ତି ମାଦ୍ରୀ ମାଦ୍ରୀ ଏବଂ ମଦ୍ର ଦେଶର ରାଜକନ୍ୟା ମାଦ୍ରୀ ମାଦ୍ରୀ ଧୃତରାଷ୍ଟ୍ର ଅନ୍ଧ ହେତୁ ହଁ ପଣ୍ଡୁ ରାଜ କାର୍ଯ୍ୟ ସମ୍ଭାଳୁଛନ୍ତି ଆଜ୍ଞା ଦିନେ ଏମିତି ଜଙ୍ଗଲରେ ବୁଲୁ ବୁଲୁ ହଁ କିଏ କହେ ଆଗ୍ନି କରୁଛି ହଁ କିଏ କହେ ତିନ୍ତ କରୁଛି ଚିନ୍ତା ଦୃଶ୍ୟ ଋଷିଙ୍କର ଯୋଡ଼ିଏ ନା ଅନେକ ପୁରାଣରେ କହନ୍ତି ହଁ ସିଏ ଆଜ୍ଞା ଗୋଟେ ମୃଗ ରୂପ ଧରି ଗୋଟେ ମୁର୍ଗୀ ସହିତ ସଂଭୋଗ କଲାବେଳେ ବାସ୍ ପଣ୍ଡୁଙ୍କର ଶରାଘାତରେ ତାଙ୍କର ମୃତ୍ୟୁ ହେଲା ମୃତ୍ୟୁ ପୂର୍ବରୁ ଋଷି ଅଭିଶାପ ଦେଲେ ହେ ନରାଧମ ହଁ ମୋର କାମଲାର ଚରିତାର୍ଥ କରିବାରେ ବେଶ ତୁ ଯେତେବେଳେ ବାଧକ ସୃଷ୍ଟି କରିଛୁ ତତେ ଅଭିଶାପ ଦେଉଛି ତୁ ସ୍ତ୍ରୀ ସଙ୍ଗ କରି ତୋ ଉପରେ ବଜ୍ରପାତ ବଜ୍ରପାତ ସେଇଦିନଠୁ ପଣ୍ଡୁ ଆଉ ସ୍ତ୍ରୀ ସଙ୍ଗ କଲେ ଯୋଡ଼ିଏ ଯୁବତୀ ସ୍ତ୍ରୀକି ନେଇ ପଣ୍ଡୁ ଜଙ୍ଗଲରେ ସନ୍ନ୍ୟାସୀ ଭଳି ଜୀବନ ଅତିବାହିତ କରୁଛନ୍ତି ଏଣେ ଅନ୍ଧ ଧୃତରାଷ୍ଟ୍ର ଆପଣମାନଙ୍କର ଭୀଷ୍ମଙ୍କର ତତ୍ତ୍ୱାବଧାନରେ ହସ୍ତିନାପୁରର ଶାସନ କରୁଛନ୍ତି। ଗାନ୍ଧାରୀଙ୍କର ହେଇଗଲେ 100 ପୁଅ ଗୋଟାଏ ଝିଅ ଯେତେବେଳେ 100 ପୁଅ ଗୋଟାଏ ଝିଅ ହେଇଗଲେ କୁନ୍ତିମାନ ସମାଳି ଯେତେବେଳେ ଗୋଟେ ଯାହାର 100 ପୁଅ ଗୋଟାଏ ଝିଅ ହେଲେ ତାଙ୍କର କିଛି ନାହିଁ ସେ କଣ କରିବେ ସ୍ୱାମୀ ତ ଅଛନ୍ତି ସେ କଣ କରିବେ ପିଲାଦିନରେ ସେ ଗୋଟିଏ ମାଳ ପାଇଥିଲେ ଦୁର୍ବାସା ଋଷିକି ତପସ୍ୟାରେ ଆଜ୍ଞା ସେ ମାଳର ନାଁଟା କଣ ସମସ୍ତେ କହୁଥିଲେ ମାଳ ପାଇଲେ ସେ ମାଳର ନାଁଟା କଣ ସେ ମାଳର ନାଁ ହଉଛି କିମିଛିଙ୍କ ମାଳ କିମିଛି ଯାହା ତମେ ଇଚ୍ଛା କରୁ ତା ତମକୁ ମିଳିଯିବ ତେଣୁକରି ସେ ମାଳର ନାଁ କିମିଛି ସେ ମାଳ ଦ୍ୱାରା ସେ ସୂର୍ଯ୍ୟକୁ ଆହ୍ୱାନ କରିଥିଲେ ଅବିବାହିତ ଅବସ୍ଥାରେ ସୂର୍ଯ୍ୟଙ୍କର ଦ୍ୱାରା ଜନ୍ମ ଲାଭ ଦେଇଥିଲେ କର୍ଣ୍ଣ ଯାହାକୁ ଭସେଇ ଦେଇଥିଲେ ଯମୁନାରେ ପାଇଲା ଅଧୀରଥ ସାରଥୀ ତାର ସ୍ତ୍ରୀ ରାଧା ସେ ପୁଅର ନାଁ ହେଇଗଲା ରାଧେ କୁନ୍ତୀ ସେଇଆ କଲେ ପରୀକ୍ଷା କଲେ କୁନ୍ତୀ ସେଇଆ କଲେ ସନ୍ତାନଟିଏ ପାଇବା ପାଇଁ ଲୋକଟା କଣ କହିଲା ପରପୁଣି ସରତ୍ୟା କୁନ୍ତିଆ ସ୍ୱାମିନୀ ସମୁପସ୍ଥିତେ ସନ୍ତାନକୁ ପାଦନ ପୁନଃ ସେ ପଦ ନ୍ୟାୟ ଭବେ କି ଗୋଟେ ସ୍ୱାମୀ ଯଦି ଅକ୍ଷମ ହୁଏ ଗୋଟେ ସ୍ୱାମୀ ଯଦି ଅପାରଗ ହୁଏ ଗୋଟେ ସ୍ୱାମୀ ଯଦି ରୁଗ୍ଣ ହୁଏ ତା ସ୍ତ୍ରୀ କଣ ପରପୁରୁଷ ସହିତ ସମ୍ପର୍କ ରଖି ବଂଶ ରକ୍ଷା କରିବ একথা কোটি হেলেন কি যা করে ঠিক কলে কি হচ্ছে ধর্ম ধর্মর ভাই আচ্ছা কুন্তিকর চরিত্রকে কলঙ্কিত করা গেল আজ্ঞা কি না জানি আজ্ঞা দ্রৌপদী অহল্যা তারা কুন্তি মন্দোদরিষ্ঠতা পঞ্চকন্যা স্মরণে নিত্য মহাপাপ মহাপাপ নাশ ସେ କିନ୍ତୁ ଆପଣଙ୍କର ପୁରାଣ କରୁଛି ସତୀ କେମିତି ସବୁ ହେଲେ ଆଜ୍ଞା ମାନେ କନ୍ୟା କେଇଟା ହେଲେ ସମସ୍ତେ ତ ବିବାହିତା ସମସ୍ତ ସନ୍ତାନ ଜନ୍ମ ଦେଇଛନ୍ତି ବାସ୍ ତା କନ୍ୟା କାହିଁକି କୁହାଯିବ ପଞ୍ଚ କନ୍ୟା ସିଏ ପଞ୍ଚ କନ୍ୟା କାହିଁକି କାଇଁ ବାବା କନ୍ୟା ନୁହଁ କନ୍ୟା ତାଙ୍କ ଭଳି ଅନ୍ୟ କେହି ନାହାନ୍ତି କନ୍ୟା କନ୍ୟା ନୁହଁ ତାଙ୍କ ଭଳି ଅନ୍ୟ କେହି ନାହାନ୍ତି ନାହାନ୍ତି ଆଚ୍ଛା ମାଦ୍ରୀ ତ ସେଇଆ କଲେ ଆଜ୍ଞା ମାଦ୍ରୀ ତ କୁନ୍ତି କଥାରୁ ମାଳକୁ ନେଇ ଅଶ୍ୱିନୀ କୁମାରକୁ ଜପିଲେ ଅଶ୍ୱିନୀ କୁମାର ଆସିଲେ ଅଶ୍ୱିନୀ କୁମାରଙ୍କ ଦ୍ୱାରା ମାଦ୍ରୀଙ୍କର ଯୋଡ଼ିଏ ପୁଅ ହେଲେ ନକୁଳ ସହଦେବ କାହିଁ ମାଦ୍ରୀକୁ ତ କେହି କଳଗୀତି କହିଲାନି କିନ୍ତୁ କୁନ୍ତି କାହିଁ କଳଗୀତି କୁହାଗଲା କାଇଁ ବାବା ଗୋଟିଏ ଶ୍ଲୋକରେ ଗୋଟିଏ ପ୍ରକୃତ ଗୋଟିଏ ଶବ୍ଦ
সন্তান উৎপাদন পুনঃ ଓହୋ পুনঃ বলতে বারম্বার ବାରମ୍ବାର ବଂଶ ରକ୍ଷା ପାଇଁ ଗୁରୁ ଗୁରୁଜନ ମାନଙ୍କର ଅନୁମତି ନେଇ ଅନେକ ରାଜା ମାନେ ହଁ ନିଜର ବଂଶ ରକ୍ଷା ପାଇଁ ନିଜର ପତ୍ନୀ ମାନଙ୍କୁ ଋଷି ମାନଙ୍କ ଦ୍ୱାରା ସମ୍ଭବ କରାଇ ସନ୍ତାନ ସୃଷ୍ଟି କରି ବଂଶ ରକ୍ଷା କରିଛନ୍ତି। ଭାଗବତରେ ଆପଣ ମାନଙ୍କର ପ୍ରମାଣ ବି ଅଛି, ଅନେକ ଜାଗାରେ ପ୍ରମାଣ ଅଛି। ସେମିତି ଯଦି କୁନ୍ତି କରିଥାନ୍ତେ ତାହେଲେ ତାଙ୍କୁ କଣ କେମିତି କୁହାଯାଉଥିଲା? ନା କିନ୍ତୁ ସନ୍ତାନ ଉତ୍ପାଦନ ପୁନଃ ପୁନଃ ବୋଲତେ ବାରମ୍ବାର ଧର୍ମକୁ ଆହ୍ୱାନ କଲେ ଯୁଧିଷ୍ଠିର ଜନ୍ମ ଦେଲେ, ପବନକୁ ଆହ୍ୱାନ କଲେ ଭୀମକୁ ଜନ୍ମ ଦେଲେ, ଇନ୍ଦ୍ରକୁ ଆହ୍ୱାନ କଲେ ଅର୍ଜୁନକୁ ଜନ୍ମ ଦେଲେ। ତେଣୁକରି କୁନ୍ତିକି କଳଙ୍କିତ ମୋ ବିଚାରକ ମଣ୍ଡଳୀ ଆଜ୍ଞା ଆଉ ଦି ସିଏ ଆଉ ଭାଇ ବଢେଇ ହଉଛି ଦେଇ ହେଲାଣି ଗୋଟେ ବାଜିଥିବ। ପାଣ୍ଡବ କୌରବ ପାଣ୍ଡବ ଏବଂ କୌରବ ଆଜ୍ଞା ଜଣଙ୍କୁ ଆଚାର୍ଯ୍ୟ କୁହାଯିବ କି? ଆପଣଙ୍କର ପୁରାଣ ଅନୁସାରେ ଯେମିତି କୃପାଚାର୍ଯ୍ୟ, କୃପାଚାର୍ଯ୍ୟ ଭରଦ୍ୱାଜ ଆଚାର୍ଯ୍ୟ, ଆଚାର୍ଯ୍ୟ ଶାନ୍ତିପୂର୍ଣ୍ଣ ଆଚାର୍ଯ୍ୟ, ଆଚାର୍ଯ୍ୟ ଦ୍ରୋଣ ଆଚାର୍ଯ୍ୟ କି? ଆଜ୍ଞା ଭୁଲ। ଦ୍ରୋଣ ଯଦି ଆଚାର୍ଯ୍ୟ ହେଇଥାନ୍ତେ ତାହେଲେ ଦ୍ରୋଣଙ୍କର ବନ୍ଧୁ କିଏ? ଦ୍ରୁପଦ ଦ୍ରୁପଦ ରାଜା। ଏ ଦି ଯାକ ଭରଦ୍ୱାଜଙ୍କ ଆଶ୍ରମରେ ପିଲାଦିନେ ପାଠ ପଢୁଥିଲେ। ପାଠ ପଢୁଥିଲେ ଆଚ୍ଛା ଓ ତାମ୍ର ପାଣି ଲଗେଇକି କାଟି ଦେଇଥିଲେ। ବାପା ପାଣି ଦିଅ ଯେତେବେଳେ ପାଠ ପଢୁଥିଲେ ଆଜ୍ଞା ଦ୍ରୁପଦକୁ ବହୁତ ସାହାଯ୍ୟ କରୁଛନ୍ତି ଦ୍ରୋଣ। ପାଠ ପଢା ସରିଲା, ଦ୍ରୁପଦ ଚାଲିଗଲେ। ଦ୍ରୁପଦ ହଉଛନ୍ତି ଦ୍ରୁପଦଙ୍କ ରଥୀ, ତାଙ୍କ ରାଜ୍ୟ ହଉଛି ପାଞ୍ଚାଳ। ସେ ରାଜସିଂହାସନ ଅଧିକାର କଲେ। ଦ୍ରୋଣ ଆଜ୍ଞା କୃପାଚାର୍ଯ୍ୟଙ୍କ ଭଉଣୀ କୃପିଙ୍କୁ ବାହା କଲେ। ଅସନ୍ତମା ବେଳେ ଗୋଟିଏ ପୁଅକୁ ଜନ୍ମ ଦେଲା ବେଳେ କୃପି ମରିଗଲେ। ସେ ଆଉ ଗୋଟିଏ ସ୍ତ୍ରୀ ଗ୍ରହଣ କଲେ ଯାହାର ନାଁ ହଉଛି ହରିତା। ଦ୍ରୋଣ ଆଜ୍ଞା ରହି ଏଇ ଅସତ ଦ୍ରୋଣଙ୍କର ଦୟନୀୟ ଅବସ୍ଥା ହେଇଯାଇଥିଲା। ମାନେ ଏମିତି କିଛି ଖାଇବାକୁ କିଛି ପାଉନଥିଲେ, ପିଲାଟାକୁ କ୍ଷୀର ଟିକେ ଦେଇ ପାରୁନଥିଲେ। ଆଜ୍ଞା ଯେତେବେଳେ ସାଙ୍ଗମାନେ କହନ୍ତି ଆମେ କ୍ଷୀର ଖାଇଛୁ, ଅସୁସ୍ଥ ଆସି ବାପା ମାନେ ପଟରେ କାନ୍ଦେ, ତ ବାପା ମତେ ଟିକେ କ୍ଷୀର ଦଉନ। ଏମିତି ବେଳରେ ବି ଦ୍ରୋଣ ଅରୁଆ ଚାଉଳକୁ ଗୁଣ୍ଡ କରି ଧଳା ଧଳା କରି ତାକୁ ତିଆରି ଦେଇଥିଲି। ଏଇ ହେଉଛି କ୍ଷୀର। ଭାଇ ଦୁଃଖ ଲାଗିଲା, ମନେ ପଡ଼ିଲା ମୋର ଗୋଟେ ବନ୍ଧୁ ଅଛି, ତା ନିକଟକୁ ଯିବି, ତା ନିକଟରୁ ଗୋଟେ ଗାଈ ଆଣିବି, ଗାଈ ଆଣିବ ପିଲାଟା କ୍ଷୀର ଖାଇବ। ଦ୍ରୁପଦଙ୍କ ନିକଟକୁ ଗଲି, ଦ୍ରୁପଦଙ୍କୁ କହିଲେ ମତେ ଗୋଟିଏ ଗାଈ ଦିଅ। ଦ୍ରୁପଦ କହିଲେ ତମକୁ ମୁଁ ଚିହ୍ନିନି, ତମ ସହିତ ମୋର ସମ୍ପର୍କ ନାହିଁ, ତମେ ମୋର ବନ୍ଧୁ।